ଆପଣ ବାଲିଯାତ୍ରା ବୁଲାବୁଲି କରିବାକୁ ଆସିଥିଲେ ନାଇଁ? ହଁ ବାଲିଯାତ୍ରା ବୁଲାବୁଲି ସରିଲାଣି? ହଁ ବୁଲାବୁଲି ସରିଲାଣି। ତ ଗୋଟେ ସିମ୍ପଲ କ୍ୱେଶ୍ଚିନ୍ ଅଛି ଆପଣଙ୍କ ପାଇଁ, ବାଲିଯାତ୍ରା ଶବ୍ଦର ଅର୍ଥ କଣ? ଯେତେବେଳେ ବର୍ଷା ଋତୁ ସରିଯାଏ ଆଜ୍ଞା। ଆମ ସାଧବ ପୁଅ ମାନେ ବାଣିଜ୍ୟ କରିବା ପାଇଁ ଯାଆନ୍ତି ବୋଇତରେ, ଆଜ୍ଞା। ସେଠି ବାଲି ଉଦ୍ଦେଶ୍ୟରେ ଯାଆନ୍ତି। ବାଲି ହଉଛି ଗୋଟେ ବାଲି ଆମର ଯେମିତି ଅଛି ଗୋଟେ ଦୀପ, ବାଲି ଦୀପକୁ ଯାଆନ୍ତି, ସେଥିପାଇଁ ଏଇଟା ବାଲି ଯାତ୍ରା ବୋଲି କୁହାଯାଏ। ଯେଟା ହଉଛି What is the meaning of ବାଲିଯାତ୍ରା? मतलब मैं उतना जानता नहीं हूँ। मैं ଆଗରୁ ଆମ ସାଧବ ପୁଅ ମାନେ ଯାଉଥିଲେ ବେପାର ବାଣିଜ୍ୟ କରିବା ପାଇଁ ବାଲି, ଜାଭା, ସୁମାତ୍ରା ଏଇ ସବୁ ଯାଉଥିଲେ, ତ ସେଇଥିପାଇଁ ତା ନା ବାଲିଯାତ୍ରା ପଡିଛି ଆଉ। ସାଧବ ପୁଅ ମାନେ ଯାଉଥିଲେ ଯାତ୍ରା କରିବାକୁ, ସେଇଥିପାଇଁକା ତାର ନାଁ ହେଲା ବାଲିଯାତ୍ରା। ଆମର ଯୋଉ କଳିଙ୍ଗର ସବୁ ସାଧବ ମାନେ ଥିଲେ, ସେମାନେ ବାଲି ଆଉ ତା ଛଡା ଅନ୍ୟାନ୍ୟ ସବୁ ଦେଶ ବିଦେଶକୁ ବି ଯାତ୍ରା କରୁଥିଲେ, ତ ସେବେଠୁ ଏଇଟା ରହି ଆସିଛି ବାଲିଯାତ୍ରା। ଏବେ ବାଲିଯାତ୍ରାର ଶବ୍ଦର ଅର୍ଥ ଯେତିକି ଦୂର ଆମେ ଜାଣିଛୁ, ଏଠି ଆପଣଙ୍କ ଯେତେବେଳେ ବାଲିର ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀ ଆସିଥିଲେ ଓଡିଶା ଗସ୍ତରେ, ଯେତେବେଳେ ଆମର ଥିଲେ ଏଠି ଓଡିଶାର ଚିଫ ମିନିଷ୍ଟର ଥିଲେ ବିଜୁ ପଟ୍ଟନାୟକ, ସେତେବେଳେ ଯେତେବେଳେ ଆମ ଓଡିଶା ଉପରେ ଆଟାକ ହେଇଥିଲା, ସେଇ ସମୟରେ ବିଜୁ ପଟ୍ଟନାୟକ କଣ କଲେ, ବାଲିର ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀ ଆସି ତାଙ୍କୁ ଏଠୁ ତାଙ୍କ ନିଜର ପର୍ସନାଲ ଏୟାରକ୍ରାଫ୍ଟ ନେଇକି ତାଙ୍କୁ ସେଠି ସୁରକ୍ଷିତ ଭାବରେ ପହଞ୍ଚିଥିଲେ। ସେଇପାଇଁ ଏଇଟାକୁ ବାଲିଯାତ୍ରା ବୋଲି କୁହାଯାଏ। ବିଭିନ୍ନ ଲୋକମାନେ ବିଭିନ୍ନ ପ୍ରକାର ମତ ଦେଲେ, ଯାହାକି ଆପଣ ମାନେ ଶୁଣିଲେ। ତ ଆପଣ ମାନଙ୍କ ମତରେ ବାଲିଯାତ୍ରା ଶବ୍ଦର ଅର୍ଥ କଣ? ଆପଣ ମାନଙ୍କ ମତ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣେଇବେ। ଜୟ ଜଗନ୍ନାଥ।